ଆମେ ସ୍ୱପ୍ନରେ ବହୁତ କଥା ଦେଖୁଛେ। ଆଜି ଚାଲନ୍ତୁ 10ଟି ସ୍ୱପ୍ନ ଏବଂ ତା'ର ଅର୍ଥ କ'ଣ ସେ ବିଷୟରେ ଜାଣିବା। ସ୍ୱପ୍ନର ଶୁଭ ଅଶୁଭ ସଂକେତ। ପ୍ରଥମ ସ୍ୱପ୍ନ, ଘୋଡ଼ା ଯଦି ସ୍ୱପ୍ନରେ ଦେଖନ୍ତି, ଏହା ଅର୍ଥ ହେଉଛି ଆପଣଙ୍କ କର୍ମ ଅନୁସାରେ ଆପଣଙ୍କୁ ଫଳ ପ୍ରାପ୍ତି ହେବ। ଦ୍ୱିତୀୟ ସ୍ୱପ୍ନ ହେଉଛି ମୁଦ୍ରା ବା ଯେଉଁଟା କଏନ୍ କହନ୍ତି। ଆମେ ଯଦି ତାକୁ ସ୍ୱପ୍ନରେ ଦେଖିବା, ଏହାର ଅର୍ଥ ହେଉଛି ଆପଣଙ୍କୁ ଆଗାମୀ ଦିନରେ ବ୍ୟବସାୟରେ ଘାଟ କିମ୍ବା ଧନହାନି ହୋଇପାରେ। କିନ୍ତୁ ଆମର ଯେଉଁଟା ନୋଟ୍ ଅଛି, ଯେଉଁଟାକି ପେପର ନୋଟ୍ କି ଯାହା ବି ଆମେ ଯେଉଁଟା ମାନେ 10 ଟଙ୍କିଆ 20 ଟଙ୍କିଆ ଯାହା ବି ପେପର ନୋଟ୍ ଅଛି, ଆମେ ଯଦି ତାକୁ ସ୍ୱପ୍ନରେ ଦେଖୁଛେ, ତା ଅର୍ଥ ହେଉଛି ଆଗାମୀ ଦିନରେ ଆମକୁ ଧନ ପ୍ରାପ୍ତି ଯୋଗ ଅଛି। ଆମେ ମାଛର ସ୍ୱପ୍ନ ବେଳେବେଳେ ଦେଖିଥାଏ। ତ ମାଛର ସ୍ୱପ୍ନ ଯଦି ଆପଣମାନେ ଦେଖୁଛନ୍ତି, ଆଗକୁ ଶୁଭ ଖବର ଆସିବ। ଆଉ ଯଦି ମାଛ ଉଡ଼ୁଥିବାର ସ୍ୱପ୍ନ ଦେଖୁଛନ୍ତି, ତାହେଲେ ଆପଣଙ୍କର ଯାହା ବାଧାବିଘ୍ନ ଥିବ ତାହା ଆମର ଅତି ଶୀଘ୍ର ଦୂରେଇ ଯିବ। ତାପରେ ବହି ଯାଉଥିବା ନଦୀ, ଝରଣା ଆଉ ମାନେ ବହି ଯାଉଥିବା ମାନେ ପାଣିର ଯଦି ଆପଣମାନେ ସ୍ୱପ୍ନ ଦେଖନ୍ତି, ଯାହା ଆପଣଙ୍କ ସମସ୍ୟା ଥିବ ବା ଯାହା ସମସ୍ୟା ଚାଲିଛି ତାହା ଆଉ ରହିବନି। କିନ୍ତୁ ଯଦି ସ୍ଥିର ଜଳର ଆପଣ ସ୍ୱପ୍ନ ଦେଖୁଛନ୍ତି, ଯେମିତି ପୋଖରୀ କି ସମୁଦ୍ର, ତା ଅର୍ଥ ହେଉଛି ହଜିଯାଇଥିବା ସମ୍ପର୍କ କି ହଜିଯାଇଥିବା ଜିନିଷ ଆପଣ ପୁଣି ଫେରି ପାଇବେ। 6 ନମ୍ବର ହେଲା, ଯଦି ସ୍ୱପ୍ନରେ ଝଗଡ଼ା ଦେଖୁଛନ୍ତି, ଏହାର ଅର୍ଥ ହେଲା ଆପଣଙ୍କୁ ଆଗକୁ କିଛି ବଡ଼ ସଫଳତା ମିଳିବାକୁ ଯାଉଛି। 7 ନମ୍ବର ସ୍ୱପ୍ନ ହେଲା ସାପ ସ୍ୱପ୍ନ ଆମେ ବହୁତ ଦେଖିଥାଏ। ଏହା ଅର୍ଥ ଯଦି ଗର୍ଭବତୀ ମହିଳାମାନେ ୟାକୁ ଦେଖିଥାନ୍ତି, ତାହେଲେ ପୁତ୍ର ସନ୍ତାନ ପ୍ରାପ୍ତିର ଯୋଗ ଥାଏ। କିନ୍ତୁ ଅନ୍ୟମାନେ ଯଦି ସାପ ସ୍ୱପ୍ନ ଦେଖିବେ, ତାର ଅର୍ଥ ହେଉଛି ଆପଣଙ୍କର ଶତ୍ରୁ ନାଶ ହେବ। 8 ନମ୍ବର ସ୍ୱପ୍ନ ହେଉଛି ଅଗ୍ନିର ସ୍ୱପ୍ନ। ଏହା ଦେଖିବାର ଅର୍ଥ ହେଉଛି ଆପଣଙ୍କ ସାଙ୍ଗେ ଯାହା ବି ଅନ୍ୟାୟ ହେଇଛି, ଆପଣଙ୍କ ସାଙ୍ଗରେ ନ୍ୟାୟ ଆପଣଙ୍କର ନିଶ୍ଚିତ ହେବ। ତାପରେ ସ୍ୱପ୍ନରେ କାନ୍ଦିବା ଦେଖିଲେ ଯାହା ଆପଣଙ୍କର ଅସୁବିଧା ଅଛି ତାହା ଦୂର ହୋଇଯିବ। ସ୍ୱପ୍ନରେ ମନ୍ଦିର ଦେଖିଲେ ପୁରୁଣା ରୋଗ ଦୂର ହେବ। ଓମ୍ ନମଃ ଭଗବତେ ବାସୁଦେବାୟ।